ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କାଲିମେଳା ବନାଞ୍ଚଳ ପଡ଼ିଆ ବନ ବିଭାଗ ତରଫରୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଶିବିରରେ କାଲିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ଟଙ୍କଧର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅଗ୍ନିଶମ ବିଭାଗ ଅଧିକାରୀ ଲକ୍ଷ୍ମୀଧର ଜାନି, ସମ୍ମାନିତ ଅତିଥି ଭାବେ ପଡ଼ିଆ ପଞ୍ଚାୟତର ସରପଞ୍ଚ ଗଙ୍ଗା କାରାମ, ମାଟେରୁ ସରପଞ୍ଚ ଲଛମନ ମାର୍କାମୀ ଓ ସ୍ଥାନୀୟ ବନପାଳ ଫକୀରଚରଣ ମହାଲି ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପଡ଼ିଆ ବନ ବିଭାଗ ଅଧୀନରେ ଥିବା ସମସ୍ତ ବନ ସୁରକ୍ଷା ସମିତିର ସଭାପତି, ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ସମସ୍ତ ଉପସ୍ଥିତିରେ ଥିବା ଅତିଥିମାନେ ଯୋଗ ଦେଇ ମହୁଳ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବା ଯୋଗୁଁ ମୂଲ୍ୟବାନ ଗଛପତ୍ର ଜଳିପୋଡ଼ି ପାଉଁଶ ହୋଇଯାଉଛି। ଏଥିସହିତ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି ବୋଲି ଅଭିଭାଷଣ ରଖିଥିଲେ। ତେଣୁ ସମସ୍ତେ ସଚେତନତା ହେବା ଦରକାର, ଯେମିତିକି ଜଙ୍ଗଲ ସୁରକ୍ଷା ହୋଇପାରିବା ସହିତ ବନ୍ୟଜନ୍ତୁମାନେ ମଧ୍ୟ ସୁରକ୍ଷିତ ଭାବରେ ରହିପାରିବେ ବୋଲି ଉପସ୍ଥିତ ଅତିଥିମାନେ ଗ୍ରାମବାସୀମାନଙ୍କୁ ବୁଝାଇବା ସହ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଲିମେଳା ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ ସହ ପିଏନଜିଓ ଷ୍ଟାଫ୍ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରକୃତିର ବନ୍ଧୁ ପ୍ରଶାନ୍ତ କୁମାର ପରିଡ଼ା ପରିଚାଳନା କରିଥିବା ବେଳେ ପଡ଼ିଆ ବନ ବିଭାଗର ବନପାଳ ଫକୀରଚରଣ ମହାଲି, ବନରକ୍ଷୀ ପପିତା ଆଜମିରା, କାନନ ବିଶ୍ୱାସ, ନବଦିତା ପଡ଼ିଆମୀ ଓ ପଙ୍କଜ କୁମାର ଦଳେଇ ସହଯୋଗ କରିଥିଲେ। ମାଲକାନଗିରି ଜିଲ୍ଲା କାଲିମେଳାରୁ ଏନ୍ ରବିଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।